କାଠ ଚୁଲିରେ ଅଣ୍ଡା ଭାତ କିମ୍ବା ଏଗ୍ ରାଇସ୍ ଏମିତି ବନାନ୍ତୁ, ଭୋକ ନଥିଲେ ବି ଖାଇବେ। ଆଜିର ରେସିପି ହେଲା ଭିଲେଜ୍ ଷ୍ଟାଇଲ୍ ଏଗ୍ ରାଇସ୍। କାଠ ଚୁଲିରେ ମୁଁ କାଠ ଜଳେଇ ନେଇଛି, ତା ଉପରେ କରେଇ ବସେଇଛି। କରେଇ ବସାଇଲା ପରେ କରେଇ ଗରମ ହେଇଗଲା। ଗରମ ହେଲା ପରେ ମୁଁ ତେଲ ପକାଇ ଦେଇଛି, ଆପଣମାନେ ତେଲ ପକାଇ ନେବେ। ତେଲ ଗରମ ହେଲା ପରେ ମୁଁ ଜିରା ପକାଇ ନେଇଛି। ଜିରା ପକାଇବା ପରେ ଗରମ ହେଇଗଲାନି। କିଛି ଖରାପ ଭାବିବେନି, କ୍ୟାମେରା ଟିକେ ସାଇଟ୍ ହେଇଯାଇଛି, ଭିଡ଼ିଓ ପୁରା କ୍ଲିଅର ଆସୁନାହିଁ। ଗରମ ହେଲା ପରେ ମୁଁ ପେଷ୍ଟ କରି ରଖିଥିଲି ଅଦା ରସୁଣ ପିଆଜ ପେଷ୍ଟ କରି ରଖିଥିଲି, ତାକୁ ପକାଇ ଦେଇଛି। ତାକୁ ଫ୍ରାଏ କରି ନେଲି। ତାପରେ ବ୍ରାଉନ୍ କରି ହେଲା ପରେ ମୁଁ ମସଲା ପକାଉଛି। ମସଲା ହଳଦୀ 2 ଚାମଚ ପକାଇ ନେବେ, ଧନିଆ ଗୁଣ୍ଡ 1 ଚାମଚ ପକାଇ ନେବେ, ଲଙ୍କା ଗୁଣ୍ଡ 1 ଚାମଚ ପକାଇ ନେବେ, ଜିରା ପାଉଡ଼ର ପକାଇ ନେବେ 1 ଚାମଚ। ପକାଇଲା ପରେ ମିକ୍ସ କରି ନେବେ। ତାପରେ ମୁଁ ଚିକେନ ପାଉଡ଼ର ପକାଇଲି 2 ଚାମଚ, ତାକୁ ଭଲ ଭାବରେ ମିକ୍ସ କରି ନେବେ। ମିକ୍ସ କରି ନେଲା ପରେ ଟମାଟର 3 ପିସ୍ ନେଲି। ଟମାଟରକୁ ମୁଁ ଛୋଟ ଛୋଟ ପିସ୍ କରି କାଟି ନେଲି। ଆପଣ ବି ଛୋଟ ଛୋଟ ପିସ୍ କରି କାଟି ନେବେ ଆପଣଙ୍କ ହିସାବରେ। ତାପରେ କରେଇକୁ ମୁଁ ଢଙ୍କାଇ ଦେଇଛି ଟମାଟରକୁ ସଫ୍ଟ ହେବା ପାଇଁ। ଏ ଟମାଟର ଏବେ ସଫ୍ଟ ହେଇଗଲାଣି, ନରମ ହେଇଗଲା। ତାପରେ ଅଣ୍ଡା 6 ପିସ୍ ନେଇଛି। ଏବେ ଅଣ୍ଡାକୁ ମୁଁ ପକାଉଛି ଫଟେଇକିରି, ଗୋଟେ ଗୋଟେ କରି ପକାଇ ନେଉଛି। ଅଣ୍ଡା ପକାଇଲା ପରେ ଅଣ୍ଡାକୁ ଭଲ ଭାବରେ ମିକ୍ସ କରି ନେବେ। ଅଣ୍ଡା ମିକ୍ସ ନ କଲେ ସେଟା ଗୋଟେ ଜାଗାରେ ରହିଯିବ। ଏବେ ଅଣ୍ଡା ପୁରା ଭଲ ଭାବରେ ହେଇଗଲାଣି। ଦେଖନ୍ତୁ, ଖରାପ ଭାବିବେନି, କ୍ୟାମେରା ସାଇଟ୍ ହେଇଯାଇଛି। ଅଣ୍ଡା ଭାତ, ଏବେ ଭାତକୁ ମୁଁ ଆଗରୁ ବନେଇକି ରଖିଥିଲି, ସେଟାକୁ ଥଣ୍ଡା କରି ରଖିଥିଲି ଭାତକୁ। ଏବେ ଭାତ ମୁଁ କରେଇରେ ଦେଉଛି। ତାପରେ ଭାତକୁ ଏପଟେ ସେପଟେ ଘାଣ୍ଟି ନେବେ, ମିକ୍ସ କରି ନେବେ। ମିକ୍ସ କଲା ପରେ ହେଇଗଲାଣି, ଦେଖନ୍ତୁ। ହଁ, ଏବେ ଫୁଲ୍ ରେଡ଼ି ହେଇଗଲା ଏଗ୍ ରାଇସ୍। ଭିଡ଼ିଓ ଯଦି ଭଲ ଲାଗେ ତାହେଲେ ସବସ୍କ୍ରାଇବ୍ କରିବେ, ସେୟାର କରିବେ।